ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଗତ କିଛି ଦିନ ତଳେ ସାଲେପୁରରେ ଜଣେ କିନ୍ନର ଦିନେଶ ରାଉତ ଓରଫ ଚିଣ୍ଟୁକୁ କେହି ଜଣେ ମାରି ଫେରାର ହୋଇଯାଇଥିଲା। ଏହାପରେ ତୁମ୍ଭିନ୍ଦୁପାନ ଲାଗି ରହିଥିଲା। ଭୁବନେଶ୍ୱର ରାଜରାସ୍ତାରେ ଦେଖିବାକୁ ମିଳିଥିଲା କିନ୍ନରମାନଙ୍କ ରାସ୍ତା ଅବରୋଧ ଏବଂ ରାଜରାସ୍ତାରେ ଆନ୍ଦୋଳନ। ଭୁବନେଶ୍ୱରରେ ପୋଲିସକୁ ଦିଆଯାଇଥିଲା ଗୋଟେ ଲିଖିତ ଆକାରରେ ଅଭିଯୋଗ। ଦିନେଶ ରାଉତର ମାରିଥିବା ଅଭିଯୁକ୍ତକୁ ଧରିବା ପାଇଁ ଗତକାଲି ହିଁ ସଫଳ ପାଇଛି ପିପିଲି ପୋଲିସ। ଏଏସ୍ଆଇ ଭଦ୍ରମୁଖା ଅପରାଧୀ ଯିଏ ଅନେକ ଅପରାଧ ଭିଆଇ ଖୋଲା ଆକାଶ ତଳେ ବୁଲେ, କ୍ରିଷ୍ଣା କାଣ୍ଡି ପିପିଲିରେ କାଲି ପୋଲିସକୁ ଚକମା ଦେଇ ଖସିବାକୁ ଚେଷ୍ଟା କରୁଥିଲା। ଏହି ଅପରାଧୀ ଇଏ ହେଉଛି ସେହି ଅପରାଧୀ ଯିଏ ସାଲେପୁରର ଦିନେଶ ରାଉତ ନାମକ କିନ୍ନରକୁ ମାରି ଫେରାର ହୋଇଯାଇଥିଲା। ଗତକାଲି ହିଁ ପିପିଲି ପୋଲିସ ଏବଂ ତାର ମୁହାଁମୁହିଁ ହୋଇଥିଲା। ଫଳରେ ପୋଲିସର ଗୁଳି ମାଡ଼ ଖାଇ ଆହତ ହୋଇଛି କ୍ରିଷ୍ଣା କାଣ୍ଡି। ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି ଏବଂ ପରେ ହିଁ ଭଲ ହେବା ପରେ ହିଁ ପିପିଲି ପୋଲିସ ନିଜ ଅକ୍ତିଆରକୁ ତାହାକୁ ନେବ। ଯା ସକାଳର ବଡ଼ ଖବର, ଲାଟେଷ୍ଟ ଅପଡେଟ୍।